हेलो वेलकम टू माय यूट्यूब चैनल। देखो मार्केट खुलिला 21,700 ଉପରେ ମାର୍କେଟ ଖୋଲିଲା ବଟ୍ ମାର୍କେଟ ଯେତେବେଳେ ଓପନ୍ ହେଲା ତ ନେକ୍ସଟ 5 ମିନିଟରେ ନେକ୍ସଟ ଯୋଉ କ୍ୟାଣ୍ଡେଲଟା ଏଇ କ୍ୟାଣ୍ଡେଲରେ ମାର୍କେଟ ସେ 21,700 ଭାଙ୍ଗିଲା। 21,700 ଭାଙ୍ଗିଲା ପରେ କଣ ହେଲା, ଧୀରେ ଧୀରେ କରି ମାର୍କେଟ ତଳକୁ ଖସିଛି। ପୁଣି ମାର୍କେଟ 10:45ରୁ ମାର୍କେଟ 2ଟା ପର୍ଯ୍ୟନ୍ତ ଗୋଟେ ରେଞ୍ଜ ବାଉଣ୍ଡ୍ରି ଭିତରେ ହିଁ ମାର୍କେଟ ଫସିକି ରହିଲା। ଠିକ୍ ଅଛି, ଗୋଟେ ରେଞ୍ଜ ବାଉଣ୍ଡ ଭିତରେ ମାର୍କେଟ ଫସିକି ରହିଲା। ମୁଁ ଦେଖେଇ ଦେଉଛି ଆପଣଙ୍କୁ। ଏଇ ରେଞ୍ଜ ବାଉଣ୍ଡ ଭିତରେ ମାର୍କେଟ ଫସିକି ରହିଲା। ଠିକ୍ ଅଛି, ତ 2ଟା ପରେ ମାର୍କେଟ କଣ କଲା ନା ଏଇଠି ବ୍ରେକ୍ କଲା। ବ୍ରେକ୍ କଲା ପରେ ଏଇଠୁ ମାର୍କେଟ ସିଧା 50 ପଏଣ୍ଟର ଗୋଟେ ଟ୍ରେଡ୍ ଦେଲା। ତ ସେଇ ଟ୍ରେଡ୍‌ଟା ଯିଏ ବୁକିଂ କରିପାରିଥିବ ବହୁତ ଭଲ। କିନ୍ତୁ ଆଜିକା ମାର୍କେଟରେ ଗୋଟେ ହିଁ ଟ୍ରେଡ୍ ଅପରଚ୍ୟୁନିଟି ଥିଲା, ଯୋଉଟାକି 2ଟା ପରେ। ଆଉ ଯୋଉମାନେ ଓପନିଂ ବେଳେ ଯୋଉମାନେ 700 ଉପରେ ଯେତେବେଳେ ଏଇଠି ବ୍ରେକ୍ କଲା, ଯେ ଏଇ ଜାଗାରେ ଯେଉଁମାନେ ଟ୍ରେଡ୍ ନେଇଥିବେ ସେମାନେ ସେତେ ପ୍ରଫିଟ୍ ହେଇନଥିବ। ଆଜି ଏକ୍ସପାରି ସେମାନେ 10-20 ପଏଣ୍ଟର ପ୍ରଫିଟ୍ ହେଇଥିବ। ବଟ୍ ଏଇ ଯୋଉ ପର୍ସନଟା ଏଇ ଜାଗାରେ ହିଁ ଆକ୍ଚୁଆଲି ଟ୍ରେଡ୍ ଥିଲା। ଏଇ ଜାଗାରେ ଟ୍ରେଡ୍ ଥିଲା। ଏଇ ଜାଗାରେ 50 ପଏଣ୍ଟରେ 21,600ରୁ ମାର୍କେଟ ସିଧା ସପୋର୍ଟ ନେଇକି ମାର୍କେଟ ଉଠିଛି। କ୍ଲୋଜ୍ ଦେଇଛି କେତେ ନା 650 ଉପରେ କ୍ଲୋଜ୍ ଦେଇଛି। ତ ୟା ମାନେ ହେଉଛି କାଲିର ଯୋଉ ମାର୍କେଟ ଖୋଲିବ, କାଲି ଯଦି ସିଧା ମାର୍କେଟ 700 ଏଇ ଲେବୁଲ ପାଖାପାଖି ମାର୍କେଟ ଯଦି ଖୋଲିବା ପରେ ସରି, ଏଇ ଯୋଉ ମାର୍କେଟ ଖୋଲିଲେ ଏଇ ଯଦି 721 କାଲିର ହାଇ, ଆଜିର ହାଇ ଯୋଉ 721, ଯଦି ମାର୍କେଟ ୟା ଉପରେ ଯଦି ସଷ୍ଟେନ୍ କରିଛି 15 ମିନିଟ୍, ମାର୍କେଟ ଯଦି ୟା ଉପରେ 15 ମିନିଟ୍ ବିତେଇଛି, ତାପରେ ଯଦି ମାର୍କେଟ ଏଠୁ ମୁଭ୍ କରୁଛି, ଠିକ୍ ଅଛି ଟିକେ ଖାଲି ତ ଯଦି କାଲି ମାର୍କେଟ ଯଦି ଗ୍ୟାପ୍ ଅପ୍ ଖୋଲୁଛି, ଗ୍ୟାପ୍ ଅପ୍ ଖୋଲିଲା ପରେ ଯଦି 21,700 ଉପରେ ସଷ୍ଟେନ୍ କରୁଛି, ତ ଏଇଠୁ କଣ ହବ ନା ମାର୍କେଟ ସିଧା ଉପରକୁ ଯିବ। ଠିକ୍ ଅଛି, ଯଦି ମାର୍କେଟ ଏଇ ଜାଗାରେ ଖୋଲିଲା, ଯଦି ସେମ୍ ଆଜିର ଯୋଉ କ୍ଲୋଜିଂ ଦେଇଛି, କାଲି ଯଦି ଏଇ ପଏଣ୍ଟରେ ଖୋଲିଲା, ତ ଆମକୁ ଏଇଠି ପ୍ରାଇସ୍ ଆକ୍ସନକୁ ଦେଖିବାର ଅଛି। ଯଦି ଏଠି ପ୍ରାଇସ୍ ଆକ୍ସନ ଧୀରେ ଧୀରେ କରି ତଳକୁ ଖସୁଛି, ତ ନେକ୍ସଟ ମାର୍କେଟ 100% କନଫର୍ମ ମାର୍କେଟ ତଳକୁ ଖସିବ। ଠିକ୍ ଅଛି, ଆମେ କେତେବେଳେ କନଫର୍ମ ହବା, ଯେତେବେଳେ ମାର୍କେଟ 21,600 ଲେବୁଲ ଯେତେବେଳେ ଭାଙ୍ଗିବ। ଏଇ ଲେବୁଲ ଯେତେବେଳେ ଭାଙ୍ଗିବ ସେତେବେଳେ ଆମେ ଗୋଟେ ପୁଟ୍ ସାଇଡରେ ଏଣ୍ଟ୍ରି ନେବା। ତା ଆଗରୁ ଆମେ କିଛି ବି ଏଣ୍ଟ୍ରି ନେବା ନାହିଁ। ଯଦି ଆପଣମାନଙ୍କୁ ଏଣ୍ଟ୍ରି କୌଣସି ଜାଗାରେ ମିଳୁଛି, ଯଦି ଆପଣମାନେ ଏକ୍ସପେରିଏନ୍ସ ଅଛନ୍ତି, ଏଣ୍ଟ୍ରି ଯଦି ମିଳୁଛି ସେଠି ଆପଣ ଏଣ୍ଟ୍ରି ନେଇପାରିବେ, ସେମିତି କିଛି ଇସ୍ୟୁ ନାହିଁ। ବଟ୍ ଗୋଟେ ପରଫେକ୍ଟ ଏଣ୍ଟ୍ରି ହବ 21,600 ତଳେ। 21,600 ତଳେ ଗୋଟେ ପରଫେକ୍ଟ ଏଣ୍ଟ୍ରି ହବ। ଟାର୍ଗେଟ 21,500, କାରଣ ମାର୍କେଟ ଯଦି 600 ଲେବୁଲ ଭାଙ୍ଗିଲା, ମାର୍କେଟ 500କୁ ଯିବ କନଫର୍ମ। କାରଣ ଆପଣ ଦେଖିପାରୁଥିବେ ଅପସନ ଚେନରେ 21,600ରେ ଆପଣଙ୍କର 4,39,000, ଏଟା ଆଜିର ଅବଶ୍ୟ ଏକ୍ସପାରି ଥିଲା। ବଟ୍ କିନ୍ତୁ ଏଇ ଜାଗାରେ ଆପଣଙ୍କର 18 ଜାନୁଆରୀ ଯଦି ଆମେ ବି ଦେଖିବା, ତ 42,000 ଓପନ ଇଣ୍ଟରେଷ୍ଟ ପୁଟରେ ଏବେ ବି ଅଛି। ଠିକ୍ ଅଛି, ତ ଏଟା ଥିଲା ନିଫ୍ଟିର ଆନାଲିସିସ୍। ଆମେ ଦେଖିଦେବା ଟିକେ ବ୍ୟାଙ୍କ ନିଫ୍ଟି। ବ୍ୟାଙ୍କ ନିଫ୍ଟି ବି ସେଇଭଳି, ଯେଉଁଟାକି ମାର୍କେଟ ଖୋଲିଲା କେତେ ପଏଣ୍ଟରେ ନା ମାର୍କେଟ ଖୋଲିଲା 27,500 ଉପରେ, 47,500 ଉପରେ ମାର୍କେଟ ଖୋଲିଲା। ବଟ୍ ମାର୍କେଟ 47,700କୁ କ୍ରସ୍ କରିପାରିଲାନି। ସେଇ 700 ଭିତରେ ମାର୍କେଟ ବ୍ରେକ୍ କଲା, ପୁଣି ତଳକୁ ଖସିଲା। କିନ୍ତୁ ମାର୍କେଟ ପୁଣି ସେଇ ନିଫ୍ଟି ଭଳି ମାର୍କେଟ ମଧ୍ୟ ସେଇ ଗୋଟେ ରେଞ୍ଜ ଭିତରେ ଫସିକି ରହିଲା। ଏଇ ରେଞ୍ଜ ଭିତରେ ଫସିକି ରହିଲା ମାର୍କେଟ। କେତେଟା ବେଳେ ମାର୍କେଟ ଆପଣଙ୍କୁ ଦେଇଛି ଟ୍ରେଡ୍ ନା ମାର୍କେଟ 2ଟା ପରେ, ଯେମିତିକା ନିଫ୍ଟିର ସେମ୍ ବ୍ୟାଙ୍କ ନିଫ୍ଟି, କିଛି ଏପଟ ସେପଟ ନାହିଁ, ସେମ୍ ବ୍ୟାଙ୍କ ନିଫ୍ଟି। ମାର୍କେଟ ଏଇ ଜାଗାରେ ହିଁ
1 minute। ମାର୍କେଟ ଆପଣ କୋଉଠି ଟ୍ରେଡ୍ ଦେଇଛି, ମାର୍କେଟ ଆପଣଙ୍କୁ ଏଇ ଜାଗାରେ ହିଁ ଆପଣଙ୍କୁ ଟ୍ରେଡ୍ ଦେଇଛି, ଏଇ ଜାଗାରେ ହିଁ ଟ୍ରେଡ୍ ଦେଇଛି। ଯେଉଁମାନେ ଏଇ ଲେବୁଲ୍ ବ୍ରେକ୍ କଲା ପରେ ଏଣ୍ଟ୍ରି ଦେଇଛନ୍ତି, ତ ସେଇ ଜାଗାରେ ମାର୍କେଟ ତାଙ୍କୁ 200 ପଏଣ୍ଟର ଟ୍ରେଡ୍ ଦେଇଛି। ବ୍ୟାଙ୍କ ନିଫ୍ଟି ଗୋଟେ କ୍ୟାଣ୍ଡେଲ୍ ତିଆରି କରୁଛି, ଯେଉଁଟାକି 200 ପଏଣ୍ଟର କ୍ୟାଣ୍ଡେଲ୍ ତିଆରି କରୁଛି। ଯଦି ଆମେ 15 ମିନିଟ୍ ଚାର୍ଟ ଫ୍ରେମ୍ରେ ଦେଖିଦେବା, ତାହେଲେ ଦେଖନ୍ତୁ ଏଇ କ୍ୟାଣ୍ଡେଲ୍ଟି ହେଉଛି 200 ପଏଣ୍ଟର କ୍ୟାଣ୍ଡେଲ୍, 4786ରୁ 4270, ପାଖାପାଖି 200 ପଏଣ୍ଟର କ୍ୟାଣ୍ଡେଲ୍। ଯେଉଁମାନେ ଏଇ କ୍ୟାଣ୍ଡେଲରେ ଏଣ୍ଟ୍ରି ମାରିଥିବେ, ଏଇ ବ୍ରେକ୍ ପଏଣ୍ଟରେ ଏଣ୍ଟ୍ରି ମାରିଥିବେ, ତ ସେମାନଙ୍କୁ 100-150 ପଏଣ୍ଟର ଆରାମସେ ମିଳିଯାଇଛି। ତ ଏଇଟା ହିଁ ଗୋଟେ ଟ୍ରେଡ୍ ଅପସନ୍ ଥିଲା, ଯେଉଁଟାକି ଆଜିର ମାର୍କେଟରେ ସେତେ ବି ଟ୍ରେଡ୍ ନଥିଲା, ଗୋଟେ ଟ୍ରେଡ୍ ଥିଲା। ଏଇ ଟ୍ରେଡ୍ଟା ହିଁ ଥିଲା, ଠିକ୍ ଅଛି। ଏଇ ଟ୍ରେଡ୍ଟା ହିଁ ଗୋଟେ ହିଁ ଟ୍ରେଡ୍ ଥିଲା, ସେମିତିଆ କିଛି ଟ୍ରେଡ୍ ସେତେ ନଥିଲା। କିନ୍ତୁ କାଲିର ଆନାଲିସିସ୍ ଆମେ ଦେଖିବା, ଯଦି କାଲି ମାର୍କେଟ ଆପଣଙ୍କୁ ଗ୍ୟାପ୍ ଅପ୍ ଦେଉଛି ସେଇ 47,600 ପାଖାପାଖି ଯଦି ଖୋଲୁଛି ମାର୍କେଟ, ତ ଏଠି ଆମକୁ ଦେଖିବାର ଅଛି ଯେ ମାର୍କେଟ କେମିତି ପ୍ରାଇସ୍ ଆକ୍ସନ୍ ବନଉଛି। ଯଦି ମାର୍କେଟ ଏଇ ଜାଗାରେ ଯଦି ଖୋଲିକି 15-20 ମିନିଟ୍ ସଷ୍ଟେନ୍ କଲା 47,700 ଉପରେ, ତ ମାର୍କେଟ ଧୀରେ ଧୀରେ କରି ଉପରକୁ ଯିବ। ବଟ୍ ଏଠି ଯଦି ପ୍ରାଇସ୍ ଆକ୍ସନ୍ ବୋଲି ତଳକୁ ଖସିଲା, ତ ଆମକୁ ଏଠି ଗୋଟେ ପୁଟ୍ ସାଇଡ଼୍ରେ ଏଣ୍ଟ୍ରି ମିଳିବ। ଟାର୍ଗେଟ୍ ଆମକୁ ଦେଖିବା ପାଇଁ ମିଳିବ 47,200, ଏତେ ପର୍ଯ୍ୟନ୍ତ ମାର୍କେଟ ଆସିବାର ଚାନ୍ସ ଅଛି।